ଏ ସ୍ଥାନରେ ଏପରି ଲେଖା ଅଛି, ଉପଦେଶକ 12 ପର୍ବର 12ରୁ 13-14 ପଦ ପର୍ଯ୍ୟନ୍ତ ମୁଁ ପଠନ କରିବି। ମୋ ବାକ୍ୟ ପଠନ ହେବି। ଆହୁରି ହେ ମୋହର ପୁତ୍ର, ତୁମ୍ଭେ ଉପଦେଶ ଗ୍ରହଣ କର। ଅନେକ ପୁସ୍ତକ ରଚନା କରିବାର ଶେଷ ନାହିଁ, ପୁଣି ବହୁ ଅଭ୍ୟାସ ଶରୀରର କ୍ଳାନ୍ତିଜନକ। ସାର କଥା ଏହି ସବୁ ଶୁଣାଯାଇଅଛି, ପରମେଶ୍ୱରଙ୍କୁ ଭୟ କର ଓ ତାହାଙ୍କର ଆଜ୍ଞା ସବୁ ପାଳନ କର, କାରଣ ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ କର୍ମ। ଯେହେତୁ ପରମେଶ୍ୱର ପ୍ରତ୍ୟେକ କର୍ମ, ପୁଣି ଭଲ କି ମନ୍ଦ, ପ୍ରତ୍ୟେକ ଗୁପ୍ତ ବିଷୟ ବିଚାରରେ ଆଣିବେ। ପ୍ରଭୁ ଏ ସଂକ୍ଷିପ୍ତ ବାକ୍ୟରେ ଆଶୀର୍ବାଦ କରନ୍ତୁ। ଆଉ ଆରାଧନାର ସମୟ, ମୁଁ ଯେତେବେଳେ ପ୍ରଭୁଙ୍କର ଦାସୀକୁ ଆହ୍ୱାନ କରେ, ବର୍ତ୍ତମାନ ହାତୀଗଡ଼ ମଣ୍ଡଳୀରୁ ଜଡ଼ିତ ଅଛନ୍ତି ପ୍ରଭୁଙ୍କର ଦାସୀ ଜସ୍ମିନ ଲିମା ସମ୍ମୁଖକୁ ଆସିବେ, ଆରାଧନା ମଧ୍ୟରେ ବଢାଇ ନେବେ। ପ୍ରେଜ୍ ଦ ଲର୍ଡ ଦିଦି। ସେତେବେଳେ ଆପଣଙ୍କର ସମୟ, ଆପଣ ଆରାଧନା ମଧ୍ୟରେ ବଢାଇ ନେବେ। ପ୍ରଭୁଙ୍କର ଗୌରବ ହେଉ, ପ୍ରଭୁଙ୍କ ମହିମା ହଉ ପ୍ରଭୁ ଆମମାନଙ୍କୁ। ଅନୁଗ୍ରହ କଲେ ଆଜି ରହି ପ୍ରାତ ବେଳାରେ ତାଙ୍କରି ଉପସ୍ଥିତିରେ ବସି ତାଙ୍କରି ଗୌରବ ପ୍ରଶଂସା ମହିମା କରିବା ପାଇଁ ଆସନ୍ତୁ। ଆମମାନେ ସମସ୍ତେ ଆପଣା ଜୀବନକୁ, ମନ ଅନ୍ତର ଆତ୍ମାକୁ ତାଙ୍କ ଉଦ୍ଦେଶ୍ୟରେ ଆମମାନେ ସମର୍ପି ଦେବା। ଆମେ ସମସ୍ତେ କହିବା ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ମହିମା ହଉ। ସର୍ବପ୍ରଥମେ ମୁଁ ଜୀବିତ ପିତା ପରମେଶ୍ୱରଙ୍କୁ ଧନ୍ୟବାଦ ଦେବା ସହିତ ଉପସ୍ଥିତ ପ୍ରତ୍ୟେକଙ୍କୁ ମଧ୍ୟ ମୋର ଭକ୍ତିପୂର୍ଣ୍ଣ ନମସ୍କାର ଜ୍ଞାପନ କରେ। ପ୍ରେଜ୍ ଦ ଲର୍ଡ। ତ ସହିତ ହୋଷ୍ଟ ଆଜ୍ଞାଙ୍କୁ ମଧ୍ୟ ଧନ୍ୟବାଦ ଦିଏ। ଆଉ ମୁଁ ଦିନକୁ ସେ ସ୍ମରଣ କଲେ ଆଜିର ପ୍ରଭାତରେ ତାଙ୍କରି ଗୌରବ ସଦା ପ୍ରଭୁଙ୍କର ପ୍ରଶଂସା କରିବା ପାଇଁ ଏହି ସୁନ୍ଦର ଅବକାଶ ଦେଇଛନ୍ତି। ପ୍ରଭୁ ତାଙ୍କୁ, ତାଙ୍କ ପରିବାରକୁ ସେବାମୟ ଜୀବନରେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମମାନେ ସମସ୍ତେ ଜାଣିଥିବା ଅତି ପରିଚିତ ଗୀତଟି ପ୍ରଭାତରେ ଗାଇ ତାଙ୍କରି ଗୌରବ କରୁ। ହାଲେଲୁୟା। ଜାଗ ଜାଗ କର ତାଙ୍କ ପ୍ରଶଂସା ଗାନ। ଜାଗ ଜାଗ କର ତାଙ୍କ ପ୍ରଶଂସା ଗାନ। ପ୍ରତି ପ୍ରତି ତାଙ୍କ ଦୟା ଚିରନୂତନ। ଜାଗ ଜାଗ କର ତାଙ୍କ ପ୍ରଶଂସା ଗାନ। ଅଗଣିତ ପାପ ତୋର କରନ୍ତି କ୍ଷମା। ତାଙ୍କ ପ୍ରେମ କରୁଣାର ନାହିଁ ତୁଳନା। ଅଟନ୍ତି ସେ ଦୟାମୟ, କ୍ରୋଧରେ ଧୀର। ବହନ୍ତି ସେ ଅନୁଗ୍ରହ ବକ୍ଷେ ତାଙ୍କର। ଧନ୍ୟ ତାଙ୍କ ନାମ, ହାଲେଲୁୟା। ଧନ୍ୟ ତାଙ୍କ ନାମ। ପ୍ରତି ପ୍ରତି ତାଙ୍କ ଦୟା ଚିରନୂତନ। ଜାଗ ଜାଗ କର ତାଙ୍କ ପ୍ରଶଂସା ଗାନ।
ବଞ୍ଚିଥିବା ଯେତେ ଦିନ ଏ ଜଗତରେ କରୁଥିବା ଧନ୍ୟବାଦ ଆନନ୍ଦ ସ୍ୱରେ ଦୁଃଖ ନିନ୍ଦା ଅପବାଦ ସହିବା ହସି ଝରୁଥିବ କଣ୍ଠୁ ଆମ ବନ୍ଦନା ଗୀତି ଧନ୍ୟ ତାଙ୍କ ନାମ ହାଲେଲୁୟା ଧନ୍ୟ ତାଙ୍କ ନାମ ଜାଗ ଜାଗ କର ତାଙ୍କ ପ୍ରଶଂସା ଗାନ ପ୍ରତି ପ୍ରାତେ ତାଙ୍କ ଦୟା ଚିରନୂତନ ଜାଗ ଜାଗ କର ତାଙ୍କ ପ୍ରଶଂସା ଗାନ ହାଲେଲୁୟା। ପବିତ୍ର ଅତି ପବିତ୍ର ମଙ୍ଗଳମୟ ପ୍ରଭୁ ସତରେ ପିତା ପରମେଶ୍ୱର ତୁମ ଅନୁଗ୍ରହ ଦୟା ମାନଙ୍କ ପାଇଁ ପ୍ରତି ପ୍ରଭାତରେ ଅତି ନୂତନ ବାପା ତୁମେ କେଡେ ଦୟା ଭରି ତୁମେ କେଡେ ପ୍ରେମକାରୀ ତୁମେ ସତ୍ୟ ପରମେଶ୍ୱର ହୋଇଥିବାରୁ ଆମମାନଙ୍କ ରାତ୍ରି ତମାମ ସମସ୍ତ ଭାର ବହନକାରୀ ପରମେଶ୍ୱର ହେଲ। ହଁ ପ୍ରଭୁ ଆପଦ ବିପଦ ରୋଗ ସଂକଟ ସମସ୍ୟା ଅଘଟଣ ରୋଗ ମଧ୍ୟରୁ ବଞ୍ଚିବା ପାଇଁ ଦେଲ ପ୍ରଭୁ ପ୍ରଭାତରେ ଉଠି ତୁମରି ଭୋଜନା ଗୀତି ପ୍ରଶଂସା ଆରାଧନା କରିବା ପାଇଁ ସୁନ୍ଦର ଅବକାଶ ଦେଇଅଛ ବୋଲି ଧନ୍ୟବାଦ। ହାଲେଲୁୟା। ଆଜି ଦିନର ପ୍ରାରମ୍ଭରୁ ତୁମରି ଗୌରବ କରୁଅଛୁ ତୁମକୁ ଆହ୍ୱାନ କରୁଅଛୁ ପ୍ରଭୁ ତୁମେ ଆସ। ହାଲେଲୁୟା। ଯୀଶୁ ମୁଁ ତୁମକୁ ହୃଦେ ରଖିବି ମନ ପ୍ରାଣ ଦେଇ ପୂଜା କରିବି ଯୀଶୁ ମୁଁ ତୁମକୁ ହୃଦେ ରଖିବି ମନ ପ୍ରାଣ ଦେଇ ପୂଜା କରିବି ସଞ୍ଜ ସକାଳେ ମଧ୍ୟାହ୍ନ କାଳେ ସଞ୍ଜ ସକାଳେ ମୁଁ ମଧ୍ୟାହ୍ନ କାଳେ ତୁମ ନାମ ଭଜୁଥିବି ଯୀଶୁ ମୁଁ ତୁମକୁ ହୃଦେ ରଖିବି ମନ ପ୍ରାଣ ଦେଇ ପୂଜା କରିବି ଯୀଶୁ ମୁଁ ତୁମକୁ ହୃଦେ ରଖିବି ମନ ପ୍ରାଣ ଦେଇ ପୂଜା କରିବି ତୁମ ପ୍ରେମ ମୁଁ ସ୍ମରିବି ତୁମ ଗୁଣ ମୁଁ ଗାଇବି ତୁମ ସେବା ମୁଁ କରିବି ତୁମ ଆଜ୍ଞା ମୁଁ ମାନିବି ଯୀଶୁ ତୁମ ପ୍ରେମ ମୁଁ ସ୍ମରିବି ତୁମ ଗୁଣ ମୁଁ ଗାଇବି ତୁମ ସେବା ମୁଁ କରିବି ତୁମ ଆଜ୍ଞା ମୁଁ ମାନିବି ପ୍ରାତଃ କାଳରେ ଦିବାର ଜନିରେ ପ୍ରାତଃ କାଳରେ ଦିବାର ଜନିରେ ପ୍ରାର୍ଥନାରେ ଜାଗି ରହିବି
ଯୀଶୁ ମୁଁ ତୁମକୁ ହୃଦୟ ରଖିବି, ମନ ପ୍ରାଣ ଦେଇ ପୂଜା କରିବି। ଯୀଶୁ ମୁଁ ତୁମକୁ ହୃଦୟ ରଖିବି, ମନ ପ୍ରାଣ ଦେଇ ପୂଜା କରିବି। ତୁମର ମୁଁ ଶୁଣିବି, ତୁମ ବାକ୍ୟ ମୁଁ ପଢ଼ିବି, ତୁମ ପଛେ ମୁଁ ଚାଲିବି, ତୁମ ବିଧି ମୁଁ ଶିଖିବି। ଯୀଶୁ ତୁମର ମୁଁ ଶୁଣିବି, ତୁମ ବାକ୍ୟ ମୁଁ ପଢ଼ିବି, ତୁମ ପଛେ ମୁଁ ଚାଲିବି, ତୁମ ବିଧି ମୁଁ ଶିଖିବି। ସ୍ଥିର ଚିତ୍ତରେ ଭୟ ଭକ୍ତିରେ, ସ୍ଥିର ଚିତ୍ତରେ ଭୟ ଭକ୍ତିରେ ତୁମ ସ୍ତୁତି କରୁଥିବି। ଯୀଶୁ ମୁଁ ତୁମକୁ ହୃଦୟ ରଖିବି, ମନ ପ୍ରାଣ ଦେଇ ପୂଜା କରିବି। ଯୀଶୁ ମୁଁ ତୁମକୁ ହୃଦୟ ରଖିବି, ମନ ପ୍ରାଣ ଦେଇ ପୂଜା କରିବି। ବାସ୍ତବରେ ପ୍ରେମମୟ ସ୍ୱର୍ଗସ୍ଥ ପିତା, ପ୍ରଭୁ ମୁଁ ତୁମକୁ ହୃଦୟ ରଖିବି, ମନ ପ୍ରାଣ ଦେଇ ତୁମ ସେବା କରିବି। ଆଜିର ପ୍ରଭାତରେ ତୁମରି ରବ ଶୁଣିବା ପାଇଁ ବସିଅଛୁ ପ୍ରଭୁ। ହେ ରାଜା ମାନଙ୍କ ରାଜା, ଦେବ ମାନଙ୍କର ଦେବ, ସକଳ ସୃଷ୍ଟିର ଆଧାର ପ୍ରଭୁ, ତୁମେ ଆମମାନଙ୍କୁ ପବିତ୍ର କର, ତୁମରି ରବ ଶୁଣିବା ପାଇଁ ସାହାଯ୍ୟ କର, ତୁମରି ଶକ୍ତିର ଅଭିଷେକରେ ଆମମାନଙ୍କୁ ଭରି ଦିଅ ବୋଲି ପ୍ରାର୍ଥନା କରେ। ହାଲେଲୁୟା। हे स्वर्गस्थ प्रभु, तुम उपस्थिति रे आमनको कथा कुह, तुमरी आज्ञा मानिबा पाई, तुमरी विधि शिखिबा पाई, तुमरी वाक्य शुणिबा पाई, तुमरी पद तले प्रभु बसी अछु। आमनको मोरियो मनिया उत्तम भाग मनोनीत करिबा पाई तुमे कृपा करो। हालेलुया। पवित्र, अति पवित्र स्थान में ले चल प्रभु, मुझको तू अपनी लहू से धो दे मेरे प्रभु। पवित्र, अति पवित्र स्थान में ले चल प्रभु, मुझको तू अपनी लहू से धो दे मेरे प्रभु। फिर सामने झुकते हैं, सजदा हम करते हैं, आत्मा सच्चाई से आराधना करते हैं, आत्मा सच्चाई से आराधना करते हैं। हालेलुया। पवित्र, अति पवित्र स्थान में ले चल प्रभु, मुझको तू अपनी लहू से धो दे मेरे प्रभु। शुद्ध जल तो छिड़क दे, मन को मेरे बदल दे, प्रार्थना है हमारी, आत्मा से तू भर दे। हालेलुया।
सुध जाओ तू छिड़क दे, मन को मेरे बदल दे। प्रार्थना है हमारी, आत्मा से तू भर दे। पवित्र, अति पवित्र स्थान में ले चल प्रभु। मुझको तू अपनी लहू से धो दे मेरे प्रभु। जितना मैं तुझको जानू, उतना करीबी पाऊं। जितना मैं तुझको चाहूं, उतना ही शीश पाऊं। यस लॉर्ड। जितना मैं तुमको जानूं, उतना करीब पाऊं। जितना मैं तुझको चाहूं, उतना आशीष पाऊं। पवित्र, अति पवित्र स्थान में ले चल प्रभु। मुझको तू अपने लहू से धो दे मेरे प्रभु। तेरे सामने झुकते हैं, सजदा हम करते हैं। आत्मा और सच्चाई से आराधना करते हैं। हालेलुया। आत्मा और सच्चाई से आराधना करते हैं। यस लॉर्ड। पवित्र पिता परमेश्वर प्रभु, पवित्र अति पवित्र स्थान को आमको तुमे नहीं जाओ पिता। तुमरी उपस्थिति आमनकर अंतर आत्मा मन जीवन प्राण शरीर को प्रभु तुमे हजाई दियो पिता। तुम ठार आशीर्वाद प्राप्त हो आज सेवा मध्य आम बसवा चाहूँछु। हालेलुया। ग्लोरी। थैंक यू जीसस प्रभु। ए समय मध्य तुम उपस्थिति आम जीवन में सकाशे तुमरी गौरव करुछु। पिता परमेश्वर आज दिन भार को तुम पद तले समर्पण करुछु। तुम्हें नियो प्रभु। प्रतिटी जीवन रे प्रभु, प्रतिटी कार्य रे, प्रतिटी कर्म रे तुम्हें आशीर्वाद कर। सर्व अवस्था रे प्रभु तुमरी हाँ संतुष्ट जनक जीवन काटिबा पाई मते पुणी मोर प्रिय जेतेक जन ए स्थान मध्य उपस्थित अच्छा प्रतिटी जीवन को तुम्हें आशीर्वाद कर। प्रतिटी परिवार को तुम्हें आशीर्वाद कर। प्रतिटी हस्तकुट कर्म दे तुम्हें गौरवान्वित हो। हे पिता जेते जन को तुमरी सेवा निमंते तुम्हें आह्वान करियछ प्रभु। ए दिन मानकरे विभिन्न प्रकार निंदा ताड़ना दुख क्लेश कष्ट निर्यातना आसुअछि प्रभु। से सब को प्रभु आमाने जेपरि धैर्य धरी तुमरी साहस रे साहसिक होई, तुमरी बल रे बलवान होई, तुमरी से प्रभु नूतन चिंता नूतन अनुभूति को धरी आमाने जेपरि जीवन काटिबु, तुमर अभिषेक रे बढ़िबा को पारिबु। तुम अधिकार रे तुम सेवा कार्य को आमाने संपूर्ण करिबु। एथि पाए तुमे कृपा कर। गौरव महिमा पूजा प्रशंसा तुम्हें पाओ बोली समस्त प्रार्थना आराधना दे तुम्हें गौरवान्वित हो बोली यीशुଙ୍କ नामରେ प्रार्थना उत्सर्ग କରି ମାଗିଲୁ ପିତ। आमेन। धन्यवाद। धन्यवाद। सुंदर भाव मोर आवाज आसुचे? सुंदर भाव में प्रभुଙ୍କର दासी आराधना मध्य भाई मैंने प्रभु गौरव पांतु परिवार सेवा कार्य को आशीर्वाद परवर्ती समय आम प्रार्थना करवा बर्तमान बाक्य लेखक बुझा प्रभुଙ୍କର दासी सागर मंडली विजय ଲିମା ମାମା ଆପଣଙ୍କର ଇୟରଫୋନ ଟା ବାହାର କରିଦେଲେ କ୍ଲିୟର ଆବାଜ ଆସିବ।
जो इयरफोन अच्छी नहीं ସେଟା କାଢି ଦିଅନ୍ତୁ କ୍ଲିୟର ଆୱାଜ ଆସିବ। ଆସୁଛି ଆବାଜ। ହଁ ଏବେ ଆସିଲା। ଏତେବେଳେ ଆମେ ବାକ୍ୟର ସମୟରେ ଉପସ୍ଥିତ ହୋଇଅଛୁ। ପରବର୍ତ୍ତୀ କାର୍ଯ୍ୟକ୍ରମରେ ଆମେ ପ୍ରାର୍ଥନା କରିବା, କିନ୍ତୁ ସମୟ ଅତିକ୍ରମ ହୋଇ ଚାଲିଛି। ତେବେ ମୁଁ ପ୍ରଭୁଙ୍କର ଦାସୀକୁ ଆହ୍ୱାନ କରି ଆମମାନଙ୍କର ସମ୍ମୁଖରେ ଗଜପତି ତାବରଡା ମଣ୍ଡଳୀରୁ ଜଡିତ ଅଛନ୍ତି ପ୍ରଭୁଙ୍କର ଦାସୀ ଲିମାମା ଆଉ ପ୍ରଭୁ ଯୀଶୁଙ୍କ ନାମରେ ପୁଣି ରେଲ ମିନିଷ୍ଟ୍ରି ତରଫରୁ ମୋ ବ୍ୟକ୍ତିଗତ ତରଫରୁ ସମ୍ମୁଖକୁ ଆହ୍ୱାନ କରି ସମ୍ମୁଖକୁ ଆସିବେ, ବାକ୍ୟ ଦ୍ୱାରା ଆମମାନଙ୍କୁ ପଢାଇ ନେବେ। ପ୍ରେଜ୍ ଦ ଲର୍ଡ ଆଣ୍ଟି। ପ୍ରେଜ୍ ଦ ଲର୍ଡ ମା, ପ୍ରେଜ୍ ଦ ଲର୍ଡ। ଏତେବେଳେ ଆପଣଙ୍କର ସମୟ ବାକ୍ୟ ମଧ୍ୟରେ ପଢାଇ ନେବେ। सर्वप्रथमे प्रभु को धन्यवाद दिए, कारण प्रभु अनुग्रह दया करी आज पर्यंत प्रभुंकर लोक मानकर सहित ए सुंदर सहभागिता हेबा पाए, प्रभु जीशुंकर नाम रे तांकर पाद तले बसिबा पाए, तांकर चर्चा करिबा पाए, तांकर स्तुति आराधना करिबा पाए मते ए सुंदर सुजोग देइछंती। सेति पाए सर्वप्रथमे प्रभु को मो धन्यवाद दिए, मध्य होस्ट महाशय को मध्य धन्यवाद दिए, कारण मो परी लोकन को स्मरण करी प्रभुंकर वाक्यर चर्चा करिबा पाए ए सुंदर सुजोग देइछंती। सेति पाए विशेष विशेष धन्यवाद दिए। आज मु विशेष आनंदित जद्वारा मोर गोटे भाणजी गोटे झियो लिमा लिमा हिसाब रे आज आमर चली आमर सौभाग्य दिन। आज प्रभु गौरवान्वित हुअन्तु। परिचालिका मध्य आमर भाणजी अति सुंदर भाव परिचालन करथाए। सब जूम रे मध्य जेतेबेले तार परिचालन समय थाए तेबे से थकी थकी अति सुंदर भाव से परिचालन करथाए। एवं आम मानकर झियो तो अति सुंदर भाव सबु बेले तार गीत को मोर हृदय को स्पर्श लगे। अति सुंदर सुंदर कंठ सुंदर प्रभु देइछंती एवं सुंदर भाव से स्तुति आराधना करिथाए एवं प्रत्येक को प्रभुंकर निकटवर्ती करथाए। प्रभु मोर झियो मानकु मोर छोट छोट भाणजी मानकु एहीपरि प्रचुर भाव आशीर्वाद करंतु। जीवन शेष संध्या पर्यंत प्रभुंक ठारे रही प्रभुंकर लोक मानक ठारे जीवन यापन करिबा पाए प्रभु आशीर्वाद प्रत्येक को करंतु। आज मध्य अति सुंदर भाव प्रभुंकर स्तुति आराधना करी आमानकु प्रत्येक को प्रभुंकर निकटवर्ती कराइछंती। प्रभु आपणकर सेवारे आपणकर कार्य आपणकर समस्त कार्य प्रभु बहुल भाव आशीर्वाद करंतु। वर्तमान फेब्रुआरी मासरे चली मन परिवर्तन जीवन, मन परिवर्तन जीवन किए तो मु किछि कहि न पारे बा सुंदर भाव आपण मानकर सम्मुखरे उपस्थापन करि न पारे, तथापि प्रभुंकर विषय बा प्रभुंकर चर्चा आमने अल्प समय आलोचना करिबा एवं आमने निज निज को प्रभुंक निकटरे समीक्षा करिबा। आमने कि प्रकार अछु, आमनकर जीवन कि प्रकार मन परिवर्तन करिछु ना परिवर्तन करिनाहु। आमनकर जदि मन परिवर्तन करिछु तेबे आमनकर कि प्रकार आमनकर आचार आमनकर व्यवहार आमनकर कार्य आमनकर कलाप आज आमने से विषय रे निज निज को आमने पचारिबा एवं आमने चिंता करिबा। आउ मु बेगी बेगी दौड़िबी कारण पुनर्बार मोर टिके समय रही अन्य ठारे। आउ मु अल्प समय मात्र कहबी, जदि कहू कहू किछि त्रुटि हेबो तबे ख्रीष्ट प्रेम रे मते क्षमा करिवे। पुनर्बार प्रत्येक को मोर आंतरिक नमस्कार जनाए। नमस्कार। मु क्लुप्त भाव रे टिके प्रार्थना करिवे। समस्त प्रार्थना रे मनोযোगी हेबे। हे मोर स्वर्गस्थ पिता, तुमरी नाम को धन्यवाद करू। प्रभु मोर योग्य लोक पवित्र लोक दिनहीन धूली मात्र, मोर कौन सी उत्तमता योग्यता पवित्रता किछि नाही प्रभु, किंतु तुमरी लोक मानकर सहित मत यही प्रकार परिचालन करी तुम नेउछ, से तुमरी नाम को धन्यवाद करुछि। प्रभु यही समय तुमरी पवित्र वाक्य उच्चारण करी प्रकाश करबा पाए मोठार शक्ति नाही प्रभु, तुमरी आत्मिक शक्ति मत तुम्हें प्रदान कर। तुम्हें मोर मुखपात्र हुओ,
मत संपूर्ण तुम्हें लुचाए तुम्हें निजे प्रकाशित हो बोली मोर त्राणकर्ता प्रभु जीशु नाम रे ऐसा माने भिक्षा मागिली आमेन। आमने देखुछु परिवर्तन परिवर्तन जीवन आमनकर दिनर परिवर्तन मासर परिवर्तन वर्षर परिवर्तन लुगापटार परिवर्तन घर द्वार करिवार परिवर्तन एवं समस्तर वर्तमान परिवर्तन चली किंतु आज आम मैंने पचारिबा आमनकर मन परिवर्तन होइछि कि प्रभु चाहती नहीं आउ तुमर कौन सी जिनिस परिवर्तन होगा प्रभु चाहती आमनकर मन को परिवर्तन करने आमनकर जीवन को परिवर्तन करने आमनकर हृदय को परिवर्तन करने जदिओ आमनकर जीवन मध्य जदिओ पाप को आच्छादन कर रखि तेबे आमनकर आचार व्यवहार मध्य परिवर्तन जीवन लोकर आचार व्यवहार जेपरि हुए तद्रूप आमनकर जीवन हो पारिब नाही कारण आमनकर जदि प्रभु को विश्वास भरोसा करी जदि मन परिवर्तन करिछु तांकर वाक्यर विश्वास करिछु तेबे प्रकृत रे आमनकर कार्य द्वारा आमनकर आचार व्यवहार द्वारा आमनकर समस्त विषय द्वारा अन्य लोक जानिबे जे आर जीवन रे प्रभुंकर उपस्थिति अछि एवं परिवर्तन जीवन से काटु अछि। आज आम मैंने गोटे विषय चिंता करवा ताहा होछि प्रेरित 18 पर्वर 1 रु 3 पर्यंत आम मैंने पाठ करवा कौन सी भौणीकर हस्तर जदि शीघ्र बाहर तेबे पढ़ी मते साहाय्य करिवे। एही समस्त घटना परे से आथेनियारू आउ से आकिला नामक जड़े जिहुदींक देखा पाइले अंत ताहांकर जन्मस्थान से अल्प दिन हेला आपना स्त्री शिला सहित इताली रु आसिले कारण काउदीय समस्त जिहुदी को रोम रु बाहरी जिबाकू आज्ञा देइथिले से सेमानक सहित साक्षात करिबाकू गले पुणी समव्यवसायी थिबारु सेमानक सहित बास कले आउ से माने कर्म करिबाकू लागिले कारण व्यवसाय रे से माने स्तंभ निर्माणकारी थिले। प्रभु ये पठित वाक्य एवं श्रवण रे आमान को प्रत्येक को आशीर्वाद करंतु एवं बुझिबा पाए आमान को प्रत्येक को शक्ति प्रदान करंतु। गोटिए परिवार विषय मु आलोचना करबा पाई चाहे बा मन मध्यरे ताहा स्थिर करिछि प्रस्तुत अछि। गोटिए परिवार परित्राण प्राप्त हेबा परिवार कि प्रकार प्रभुंकर निकटवर्ती होती एवं सेमानकर जीवन कथा आज आमने आलोचना करिबा। आमने देखुछु एही समस्त घटना परे से आथनिया रु प्रस्थान करी करन्ते को आसिले कि पाउल से जने प्रभुंकर दास जेतेबेले प्रभु तांकु धरिले तांकर नाम को परिवर्तन करिदेले साउलंकर नाम थिला किंतु तांकु पाउल नाम रे परिचित कले आ से आथनिया रे थी किछि समय रहिथिले से स्थान रे से प्रभुंकर प्रचार करथिले अनेक लोकंकु प्रभुंकर मार्ग विषय शिक्षा दे प्रभुंकर निकटवर्ती कराउथिले आ निश्चित भाव रे से स्थान रे से आथनिया रे तांकर विरोधी मध्य थिबे किंतु से जेतेबेले करन्थी को आसिले आमने ए स्थान रे स्पष्ट भाव रे देखिबा को पारुछु से जने जिहुदींक सहित साक्षात कले आउ पाउल जने प्रकृत जिहुदी थिले से खांटी जिहुदी थिले किंतु जेतेबेले प्रभु को से ग्रहण करि नथिले सेही समय मध्यरे से प्रभुंकर लोक मानकु कोन करथिले ताड़ना करुथिले प्रभुंकर लोक मानकु ताड़ना करुथिले किंतु जेतेबेले प्रभुंकर हस्तरे पड़िले से समय ठारू तांकर जीवन मध्य बदली गला एवं प्रभुंकर निकटवर्ती कराइबा पाए आउ से प्रभुंकर से यीशुंकर प्रचार करी अनेक लोकंकु आत्मा
ପ୍ରଦାନ କରୁଥିଲେ ବା ଆତ୍ମାରେ ଉତ୍ତପ୍ତ କରାଉଥିଲେ। ଆଉ ସେହି ବ୍ୟକ୍ତି ପାଉଲ ଆନ୍ତିଓଖିଆରେ ଥିଲେ ମଧ୍ୟ ଆସୁଛନ୍ତି କୋଠିକି, କରନ୍ଥିକୁ ଆସୁଛନ୍ତି। ଆମେ ଦେଖୁଛୁ 2ରେ, ଆଉ ସେ ଆସ୍କିଲା ନାମରେ ଜଣେ ଜିହୁଦୀଙ୍କ ଦେଖା ପାଇଲେ, ପନ୍ତ ତାହାଙ୍କର ଜନ୍ମସ୍ଥାନ। ସେ ଯେତେବେଳେ ପାଉଲ ଆସୁଛନ୍ତି ଆନ୍ତିଓଖିଆକୁ, ସେ ସମୟରେ ଆଉ ଜଣେ ଜିହୁଦୀଙ୍କୁ ଦେଖୁଛନ୍ତି। କାହାକୁ? ଆସ୍କିଲାକୁ ସେ ଦେଖୁଛନ୍ତି। ଆଉ ସେ ଆସ୍କିଲାର ଜନ୍ମସ୍ଥାନ ହଉଛି ପନ୍ଥ, କିନ୍ତୁ ସେମାନେ ଇଟାଲୀରେ ବାସ କରୁଥିଲେ। ମାତ୍ର ସେହି ସମୟର ଯେଉଁ ଶାସନକର୍ତ୍ତା ଥିଲେ ଆଉ ଜିହୁଦୀ ମାନଙ୍କୁ ତାଡ଼ନା କଲେ ଏବଂ ସେହି ଇଟାଲୀରେ ରହିବା ପାଇଁ ଇଚ୍ଛା କଲେ ନାହିଁ, ବା ଯେତେ ଜିହୁଦୀ ଥିଲେ ସମସ୍ତଙ୍କୁ ସେଇ ଇଟାଲୀରୁ ବାହାର କରିଦେଲେ। ଆଉ ସେଇ ସମୟରେ ଆସ୍କିଲା ଏବଂ ପ୍ରିସ୍କିଲା, ସେମାନଙ୍କର ପରିବାର ମଧ୍ୟରେ ଛୁଆ ପାଣି କଥା ଏଇ ସ୍ଥାନରେ ଲେଖାଯାଇ ନାହିଁ, କିନ୍ତୁ ଆସ୍କିଲା ଏବଂ ପ୍ରିସ୍କିଲା ମଧ୍ୟ ସେ ଆନ୍ତିଓକୁ ଆସିଥିଲେ। ଆଉ ଯେତେବେଳେ ସେମାନେ ସେଇ ସ୍ଥାନରେ ଗୋଟିଏ ଗୃହ ଭଡ଼ା କିମ୍ବା କ'ଣ କରିକି ସେ ରହିଥିଲେ, ସେଇ ସମୟରେ ଆଉ ଆସ୍କିଲା ଏବଂ ପାଉଲଙ୍କର ଦେଖା ହେଲା। ଆଉ ଇଏ ଜିହୁଦୀ, ସିଏ ମଧ୍ୟ ଜିହୁଦୀ। ଇଏ ପ୍ରଭୁଙ୍କୁ ଭୟ କରୁଥିଲେ, ଆସ୍କିଲା ମଧ୍ୟ ପ୍ରଭୁଙ୍କୁ ଭୟ କରୁଥିଲେ। ତାଙ୍କ ପରିବାର ପ୍ରଭୁଙ୍କୁ ଭୟ କରୁଥିଲେ, କିନ୍ତୁ ସେ ପରିବାର ଗଠନ କରିଥିଲେ, କିନ୍ତୁ ପାଉଲ ପରିବାର ଗଠନ କରିନଥିଲେ। ସେଥିପାଇଁ ତାଙ୍କର ସେଇ ସମୟରେ ସେଇ ଗ୍ରାମକୁ ପ୍ରଭୁଙ୍କର ଲୋକମାନଙ୍କର ଗୃହରେ ରହିକି ଆଉ ପ୍ରଭୁଙ୍କର ସୁସମାଚାର ପ୍ରଚାର କରୁଥିଲେ। କିନ୍ତୁ ଏଇ ସମୟରେ ଆମେ ଦେଖୁଛୁ ସେହି 2 ଜଣ ବ୍ୟକ୍ତି ଆଉ ଜିହୁଦୀ ଥିଲେ ଏବଂ ସେମାନେ ଯେତେବେଳେ କଥାବାର୍ତ୍ତା କରୁଛନ୍ତି, ସାକ୍ଷାତ ହେଲେ, ହଠାତ୍ ସାକ୍ଷାତ ହେଲେ, ସେମାନେ ନିଜ ନିଜର ପରିଚୟ ଆଦାନ ପ୍ରଦାନ କରୁଛନ୍ତି। ଯେତେବେଳେ ନିଜ ନିଜର ପରିଚୟ ସେମାନେ ଆଦାନ ପ୍ରଦାନ କରୁଛନ୍ତି, ସେଇ ସମୟରେ ଆସ୍କିଲା କ'ଣ କରୁଛନ୍ତି, ସେହି ପାଉଲଙ୍କୁ ନିଜର ଗୃହକୁ ନେଇଗଲେ। ପାଉଲଙ୍କୁ ନିଜର ଗୃହକୁ ନେଇ ଗଲେ, କାରଣ ଆମେ ତଳକୁ ଦେଖୁଛୁ 3 ପଦରେ, ପୁଣି ସମ ବ୍ୟବସାୟୀ ଥିବାରୁ ସେମାନଙ୍କର ସହିତ ବାସ କଲେ ଆଉ ସେମାନେ କର୍ମ କରିବାକୁ ଲାଗିଲେ। ପାଉଲଙ୍କର ବ୍ୟବସାୟ ବା କର୍ମ କ'ଣ ଥିଲା? ତମ୍ବୁ ନିର୍ମାଣ କରିବାର ତାଙ୍କର କର୍ମ ଥିଲା। ଏବଂ এই ସ୍ଥାନରେ ଆମେ ଦେଖୁଛୁ ଆସ୍କିଲାଙ୍କର ମଧ୍ୟ ସେହି ତମ୍ବୁ ନିର୍ମାଣ କରିବାର କାର୍ଯ୍ୟ ଥିଲା। 2 ଜଣଙ୍କର, ପାଉଲଙ୍କର ଏବଂ ଆସ୍କିଲାଙ୍କର ସମ ବ୍ୟବସାୟ ଥିଲା। ବୋଲ ସମସ୍ତ ସେହି ଗୋଟିଏ ବିଷୟ କରିବାର ସେମାନଙ୍କର ଅଭ୍ୟାସ ଥିଲା, ବା ତାହା କରି ସେମାନେ ପରିବାରକୁ ପରିପୋଷଣ କରୁଥିଲେ। ଆଉ ଏଇ ସ୍ଥାନରେ ଦେଖୁଛୁ ସେମାନଙ୍କ ସହିତ ବାସ କଲେ ଆଉ ସେମାନେ କର୍ମ କରିବାକୁ ଲାଗିଲେ। ଆଉ ସେମାନେ କେବଳ କର୍ମ କରୁନାହାନ୍ତି, ଯେତେବେଳେ ସେମାନେ ତମ୍ବୁ ନିର୍ମାଣ କରୁଛନ୍ତି ମଧ୍ୟ ସମୟ ପାଇଲେ ବାହାରକୁ ଯାଉଛନ୍ତି, ଅନ୍ୟ ଗୃହକୁ ଯାଉଛନ୍ତି, ପ୍ରଭୁଙ୍କର ଶିକ୍ଷା ଦେଉଛନ୍ତି, ମନ ପରିବର୍ତ୍ତନର ଘୋଷଣା କରୁଛନ୍ତି ଏବଂ ସେମାନେ ପୁଣି ଆସିକି ବ୍ୟବସାୟ କରୁଛନ୍ତି ଆଉ ରହୁଛନ୍ତି। କାରଣ ବ୍ୟବସାୟ ସେମାନଙ୍କର ତମ୍ବୁ ନିର୍ମାଣକାରୀ ଥିଲେ। 2 ଜଣ ସେମାନେ ତମ୍ବୁ ନିର୍ମାଣକାରୀ ଥିଲେ। ମୋର କହିବାର ଉଦ୍ଦେଶ୍ୟ, ଏ ସ୍ଥାନରେ ଯଦିଓ ପ୍ରଭୁଙ୍କର ଲୋକଙ୍କୁ ଆମେ ଯଦିଓ ଦେଖୁଛୁ, ଆମେ ଅତି ଆଗ୍ରହର ସହିତ ଆମେ କ'ଣ କରିଥାଉ? ସମାଦର କରିଥାଉ, ଗ୍ରହଣ କରିଥାଉ। ଯଦିଓ ଆମମାନଙ୍କ ଭଳି ଆଉ କେତେକ ଅଛନ୍ତି ଯେଉଁମାନେ କି ପ୍ରଭୁଙ୍କର ଲୋକଙ୍କୁ ଦେଖିଲେ ମଧ୍ୟ ସେମାନେ ମୁହଁ ମୋଡ଼ି କ'ଣ ହେବେ? ଚାଲିଯିବେ। ସେମାନଙ୍କୁ ଟିକିଏ ପାଣି ମଧ୍ୟ ଦେବା ପାଇଁ ଇଚ୍ଛା କରିବେ ନାହିଁ, କାରଣ ତାର ଜୀବନ ପରିବର୍ତ୍ତନ ନାହିଁ। ପ୍ରଭୁଙ୍କ ନିକଟରେ ତାର ଜୀବନ ଭୟ ନାହିଁ। ପ୍ରଭୁଙ୍କର ଲୋକମାନଙ୍କୁ ଆଉ ଲେଖାଯାଇଛି କି ନା ଥଣ୍ଡା ପାଣି ଦେଲେ ତା ପାଇଁ କ'ଣ ପୁରସ୍କାର ଅଛି ବୋଲିକି, ତାହା ସେମାନେ ଜାଣିନାହାନ୍ତି। କିନ୍ତୁ ଏଇ ସ୍ଥାନରେ ଆମେ ଦେଖୁଛୁ ଆସ୍କିଲା ଏବଂ ପ୍ରିସ୍କିଲା, ସେମାନେ ପ୍ରଭୁଙ୍କର ଲୋକଙ୍କୁ କୋଉଠିକି ଆଣୁଛନ୍ତି? ନିଜର ଗୃହକୁ ଆଣୁଛନ୍ତି ଏବଂ ତାଙ୍କର ଗୃହରେ ସେ ରହି ସମ ବ୍ୟବସାୟୀ ଥିବା ଯୋଗୁଁ ସେମାନେ ଆଉ ନିର୍ମାଣ କରୁଛନ୍ତି ଗୋଟିଏ ତମ୍ବୁ ଏବଂ ସେମାନେ ଆପଣା ପରିବାର ପରିପୋଷଣ କରୁଛନ୍ତି। ପ୍ରିୟ ବନ୍ଧୁଗଣ,
तंबू निर्माण करिवार अति कष्टकर विषय कारण आजिकाली भलिया से समय तंबू निर्माण हो नथिला से माने गोटे पशुर चमड़ारे तंबू निर्माण करथिले गोटे पशुर चमड़ा को आ तंबू निर्माण करवाटा बहुत हार्ड बहुत कष्टकर विषय किंतु से माने अति परिश्रम करुथिले सही चमड़ा को सिझे कोमल करी आउ साइज करी से माने कि प्रकार तंबू निर्माण करुथिले आउ ताहा माने जानु ना हो किंतु अति परिश्रम करिकी से माने तंबू निर्माण करुथिले कारण गोटे पशुर चमड़ारे तंबू निर्माण करवाटा बहुत कष्टकर थिला किंतु प्रभुंकर लोक माने हेथिबा जोगु सेही कष्ट विषय को मध्य से माने ग्रहण करी से माने सेही तंबू निर्माण करुथिले एवं आमे देखुछु तांको स्त्री मध्य स्वामी को हाथ बढ़ाई समस्त कार्य करुथिले तांको स्त्री मध्य स्वामी के हाथ बढ़ाई सेही तंबू निर्माण कार्य रे कोन करुथिले सहाय्य करुथिले मध्य आमे से 18:11 देखुछु पुणी से निकट ईश्वर व्याख्या शिक्षा दे 1.5 वर्ष सेठारे रहिले किए पाउल सेठी शिक्षा दौथिले अनेक गृह को जाए अनेक छक स्थान को जाए से माने मिलिमिशि प्रभुंकर सेवा करुथिले एवं सेही स्थान रे आस्किलांकर गृह मध्य रे से 1.5 वर्ष रहिले दिने 2 दिन 4 दिन 8 दिन हेले आमाने कोन हे जिबा व्यस्त हो जिबा ए प्रभुंकर लोक बोली कि आमाने आकु आतिथ्य कलु गृह मध्य रे जागा देलु किंतु ए पर्यंत जाऊ नाही जिबा प्रस्ताव से उठौ नाही बोली आमाने विरक्त हेबा कि अबा स्वामी मध्य तार हृदय जदि आ कुचिंता आसे से कहि पारे कोन हेला ए लोकटा ए पर्यंत जाऊ नाही मोर गोटे स्त्री अच्छी ए पुरुष लोक ता भितरे मध्य पाप आसी थांता किंतु स्त्री तांको स्वामी प्रति मध्य विरक्त हो नाही यबा स्वामी मध्य कोनसी पाप तार हृदय मध्य को आसु नाही आ सेठी सेही आसु नाही सेठी पाए से पाउलस तांको गृह रे केते थिले 1.5 वर्ष रहिथिले 1.5 वर्ष रहिथिले एवं सीमानंकर सहित मिलिमिशि समाचार प्रचार करुथिले जदियो गोटे पुरुष लोक आमानकर गृह रहिले केते जत्न नेबार कष्टकर विषय ताहा आमाने मां माने आमे बुझी पारिबा किंतु दिने मध्य प्रिस्किला कष्ट ही नाही मन मध्य रे कोनसी भाव सृष्टि ही नाही से प्रभुंकर लोकंकर सेवा करुछि स्वामींकर सेवा करुछि गृहर समस्त कार्य करुछि एवं कोन करुछि आ तंबू निर्माण कार्य रे मध्य से सहाय्य करुछि एवं प्रभुंकर सुसमाचार कार्य रे मध्य से सहाय्य करी से आ लोकंक निकट को जाए सुसमाचार प्रचार करुछन्ते प्रिय बंधुगण जदियो आमने पढ़िबा रोमी 2:28 रे देखा जायछि कारण बाहर जे जिहुदी से जिहुदी नुहे आमने देखुछु बाहर जे जिहुदी से जिहुदी नुहे जदियो आमने कहिबा मु मन परिवर्तन करिछि मु पवित्र आत्मा को धारण करिछि मु आ यीशु ख्रीष्ट को त्राणकर्ता भाबरे ग्रहण करिछि जदि मुखरे आमने स्वीकार करिबा आमानकर कार्य जदि आमानक ठारू अलगा रहिबो तबे प्रकृत रे आमने ख्रीष्टंकर संतान नहु सेथि पय ए स्थान लिखा जाइछि रोमी 2:28 रे कारण बाहर जे जिहुदी से जिहुदी नुहे कि अबा बाहर शरीर रे जे सुन्नत ताहा सुन्नत नुहे किंतु अंतर रे जिहुदी से प्रकृत रे से जिहुदी अंतर रे जे जिहुदी से प्रकृत रे जिहुदी मात्र आत्मिक भाव रे हृदय रे जे जिहुदी ताहा प्रकृत रे सुन्नत एपरि लोक मनुष्य मानक ठारू प्रशंसा प्राप्त हुए नाही किंतु ईश्वरक ठारू प्रशंसा प्राप्त हुए हालेलुया धन्यवाद जदि आमे प्रकृत रे प्रभु यीशु को हृदय रे
ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରିଛୁ, ମନକୁ ପରିବର୍ତ୍ତନ କରିଛୁ, ପବିତ୍ର ଆତ୍ମାର ଶକ୍ତିକୁ ଆମେ ଜୀବନ ମଧ୍ୟରେ ଅନୁଭବ କରିଛୁ, ତେବେ ଆମେ ବାହାର ଆଉ ସୌନ୍ଦର୍ଯ୍ୟ ବା ବାହାର ଲୋକଙ୍କ ପରି ନ ହୋଇକି ଆମେ ପ୍ରକୃତରେ ଆମେ ଅନ୍ତରର ସହିତ ଯୀଶୁ ଖ୍ରୀଷ୍ଟଙ୍କ ନିକଟରେ ମନ ଦେଇ ପ୍ରାଣ ଦେଇ ସେବା କରି ମନ ପରିବର୍ତ୍ତନ ଯଦି କରିଛୁ, ତେବେ ଆମେ ପ୍ରତ୍ୟେକ କ'ଣ ହେବା? ଧନ୍ୟ ହେବା। ଲୋକମାନେ ଆମମାନଙ୍କୁ ପ୍ରଶଂସା କରିବାଟା ବଡ଼ କଥା ନୁହଁ, କିନ୍ତୁ ଆମମାନଙ୍କର ପ୍ରଭୁ ଯୀଶୁ ଆମମାନଙ୍କୁ କ'ଣ କହିବେ? ଧନ୍ୟବାଦ କହିବେ ଈଶ୍ୱରଙ୍କ ଠାରୁ, ଆଉ ସେ କ'ଣ କରିବ? ଧନ୍ୟବାଦ ପ୍ରାପ୍ତ ହବ। ପ୍ରିୟ ବନ୍ଧୁଗଣ, ଆମେ ଅନେକ ସମୟ ମଧ୍ୟରେ ବାକ୍ୟ ଶୁଣୁଛୁ, ଅନେକ ସମୟ ମଧ୍ୟରେ ବାକ୍ୟ କହୁଛୁ, ଅନେକ ସମୟରେ ସଭା ସମିତିରେ ଆମେ ଯୋଗ ଦେଉଛୁ, କିନ୍ତୁ ଆମମାନଙ୍କର ଜୀବନ ମଧ୍ୟରେ କି ପ୍ରକାର ଅଛି? ଆମେ ଆଜି ନିଜ ନିଜକୁ ପଚାରିବା। ଆମେ ପ୍ରକୃତରେ ଖ୍ରୀଷ୍ଟଙ୍କର ସନ୍ତାନ? ପ୍ରକୃତରେ ଆମେ ମନ ପରିବର୍ତ୍ତନ କରିଛୁ କି ନା ଆମେ ବାହାର ଦେଖେଇଛୁ? ଯଦି ଆମେ ଦେଖିବା ସେହି ରୋମିର 12:13 ଲେଖାଯାଇଛି, ସାଧୁମାନଙ୍କର ଅଭାବ ମୋଚନ କର, ସାଧୁମାନଙ୍କର ଅଭାବ ମୋଚନ କର। ଯଦିଓ କୌଣସି ଯଦି ଗରିବ ପ୍ରଚାରକ ଆସିଲେ ଆମେ କବାଟ ଦେଇ ଯାଉଛୁ, ହଁ ତାକୁ ଏ ସାଧା ତରକାରୀରେ ଦେଇଦେଲେ ବି ଚଳିବ। ଆଉ ଯଦି ବଡ଼ ବକ୍ତା, ଯଦି ଭଲ ଲୋକ ଆସିବେ, ତାଙ୍କୁ ଆମେ କ'ଣ ଆଇଟମ୍ ଯାହା କରିଦେବା ପାଇଁ ପସନ୍ଦ କରିଥାଉ, ନାଇଁ? ଆମମାନଙ୍କର ସ୍ୱଭାବ ତାହା। ଆଉ ସେଥିପାଇଁ ଏ ସ୍ଥାନରେ ଲେଖାଯାଇଛି, ସାଧୁମାନଙ୍କର ଅଭାବ ମୋଚନ କର। ସେହିଦିନ ଆସ୍କିଲା ଏବଂ ପ୍ରିସ୍କିଲା ପାଉଲ ଯେତେବେଳେ ନିରାଶ୍ରୟ ହୋଇକି ବାହାରେ ବୁଲୁଥିଲେ, ନିଜର ଗୃହ ମଧ୍ୟରେ ଆଣି ରଖିଲେ ଏବଂ ତାଙ୍କର ସମସ୍ତ ଯତ୍ନ ନେଲେ ଏବଂ ତାଙ୍କ ସହିତ ବ୍ୟବସାୟ ବା କର୍ମ କରିବା ପାଇଁ ଆଗଭର ହେଲେ। ସେଥିପାଇଁ ଧର୍ମଶାସ୍ତ୍ର ପ୍ରକାଶ କରେ, ସାଧୁମାନଙ୍କର ଅଭାବ ମୋଚନ କର, ଆତିଥ୍ୟ ସତ୍କାରରେ ତୁମେ ମାନେ କ'ଣ ହର? ବ୍ୟକ୍ତି ହୁଅ। ଆମେ ଯଦିଓ ପ୍ରଭୁଙ୍କର ଲୋକ ବୋଲୁଛୁ, ପ୍ରଭୁଙ୍କର ଲୋକଙ୍କୁ ଦେଖିକି ଆମେ ମୁହଁ ମୋଡ଼ିବା ନାହିଁ। ଆମେ ଆତିଥ୍ୟ ସତ୍କାର କରିବା ଏବଂ ପ୍ରଭୁଙ୍କର ଲୋକମାନଙ୍କୁ ଆମେ ଗ୍ରହଣ କରିବା, ତେବେ ଆମମାନଙ୍କର ଜୀବନ ମଧ୍ୟରେ ପୁରସ୍କାର ଅଛି। ଆଜିର ବାକ୍ୟ ଅଛି ମନ ପରିବର୍ତ୍ତନର। ଯଦି ମନ ପରିବର୍ତ୍ତନ ହୋଇଛି, ତେବେ ନିଶ୍ଚୟ ଭାବରେ ଆମେ ଗ୍ରହଣ କରିବା। ଆମମାନଙ୍କର ମନ ଯିବ, ଆମମାନଙ୍କର ହୃଦୟ ଯିବ, ଆମେ ପ୍ରଭୁଙ୍କ ଲୋକକୁ ସମାଧାନ କରିବା। ଯଦି ଆମେ ଖାଲି ଖାଲି ଭାବରେ ମନ ପରିବର୍ତ୍ତନ କରିଛି ମୁଁ ବୋଲି କହିବା ଏବଂ ପ୍ରଭୁଙ୍କର ଲୋକମାନଙ୍କୁ ମଧ୍ୟ ଆମେ ଶୃଙ୍ଖଳିବା ନାହିଁ, ତେବେ ପ୍ରକୃତ ଆମମାନଙ୍କର ମନ ପରିବର୍ତ୍ତନ ନାହିଁ। ଆଜି ସୋମବାର ହେଇଥିବାରୁ ମୁଁ ଗୋଟିଏ ସ୍ତ୍ରୀମାନଙ୍କ କଥା ମଧ୍ୟ ମିଶେଇ ଦେବା ପାଇଁ ଚାହେଁ। ମହିଳା ସମିତି ହେଇଯିବାରୁ ହିତୋପଦ 131:20 ଲେଖା ହେଇଛି, ଦୁଃଖୀ ଲୋକମାନଙ୍କ ପ୍ରତି ମୁକ୍ତ ହସ୍ତ ହୁଏ ଓ ଦରିଦ୍ର ମାନଙ୍କ ପ୍ରତି ଆପଣ ହାତ ବଢାଏ। କିଏ? ଗୋଟିଏ ଗୁଣବତୀ ସ୍ତ୍ରୀ, ଗୋଟିଏ ବୁଦ୍ଧିମତୀ ସ୍ତ୍ରୀ, ସେ ମୁକ୍ତ ହସ୍ତରେ କୁଣ୍ଠିତ ନ ହୋଇକି ସେ ହସ୍ତ ବଢାଇଥାଏ, ସେ ହସ୍ତ ବଢାଇଥାଏ ଏବଂ ସେ ତାଙ୍କର ହସ୍ତରେ ଦାନ ଦେଇଥାଏ ଏବଂ ଯାହା ମୁକ୍ତ ହସ୍ତରେ ଦେବା କଥା ତାହା ସ୍ୱାର୍ଥପରତା ନ ହୋଇକି ସେ ସ୍ୱେଚ୍ଛା ଭାବରେ ଦାନ କରିଥାଏ। ଯଦି ଆମେ ଦେଖୁଛୁ ଯେତେବେଳେ ଆମେ ଦେଖୁଛୁ ପାଉଲ ଏବଂ ଆସ୍କିଲା ଗୋଟିଏ ଗୃହ ମଧ୍ୟରେ ବାସ କରୁଛନ୍ତି, ଗୋଟିଏ ଗୃହ ମଧ୍ୟରେ ରହିଥିଲେ। ସେହି ସମୟ ମଧ୍ୟରେ ସେମାନେ ପ୍ରଭୁଙ୍କର ପ୍ରଚାର କରୁଥିଲେ, ପ୍ରଭୁଙ୍କର ଲୋକମାନଙ୍କୁ ମଧ୍ୟ ଶିକ୍ଷା ଦେଇ ଗ୍ରହଣ କରୁଥିଲେ। କିନ୍ତୁ ଆମେ ଦେଖୁଛୁ ଆଉ ଗୋଟିଏ ବିଷୟ ଆମେ ଦେଖିବା,
ପ୍ରେରିତ 18:24-26 ଟିକେ ପଢିଦେବେ। ମୁଁ ପଢୁଛି। ଏଥିମଧ୍ୟରେ ଇତିମଧ୍ୟରେ ଆପୋଲୋ ନାମକ ଜଣେ ଯିହୁଦୀ ଏଫେସକୁ ଆସିଲେ। ତାହାଙ୍କର ଜନ୍ମସ୍ଥାନ ଆଲେକ୍ଜାଣ୍ଡ୍ରିଆ। ସେ ସୁବକ୍ତା ଓ ଧର୍ମଶାସ୍ତ୍ରରେ ଶକ୍ତିଶାଳୀ ଥିଲେ। ଏହି ବ୍ୟକ୍ତି ପ୍ରଭୁଙ୍କର ମାର୍ଗ ବିଷୟରେ ଶିକ୍ଷା ପ୍ରାପ୍ତ ହୋଇଥିଲେ। ପୁଣି ଆତ୍ମାରେ ଉତ୍ତପ୍ତ ହୋଇ ଯୀଶୁଙ୍କ ବିଷୟ ସୂକ୍ଷ୍ମ ରୂପେ କହି ଶିକ୍ଷା ଦେଉଥିଲେ। କିନ୍ତୁ ସେ କେବଳ ଯୋହନଙ୍କର ବାପ୍ତିସ୍ମ ବିଷୟ ଜାଣିଥିଲେ। ସେ ସମାଜ ଗୃହରେ ସାହସ ସହିତ କଥା କହିବାକୁ ଲାଗିଲେ। କିନ୍ତୁ ପ୍ରିସ୍କିଲା ଓ ଆକ୍ୱିଲା ତାହାଙ୍କର କଥା ଶୁଣି ତାହାଙ୍କୁ ଆପଣମାନଙ୍କର ସାଙ୍ଗରେ ରଖି ଅଧିକ ସୁରକ୍ଷା ରୂପେ ଈଶ୍ୱରଙ୍କର ମାର୍ଗ ବିଷୟ ତାହାଙ୍କୁ ବୁଝାଇଲେ। ଆମେ ଏଇ ସ୍ଥାନରେ ଆଉ ଗୋଟିଏ ବିଷୟ ଦେଖୁଛୁ। ଯେତେବେଳେ ଆପୋଲୋ ଆସନ୍ତି ଏସିଆକୁ, ସେଇ ସମୟରେ ଆପୋଲୋ ଜଣେ ସୁବକ୍ତା ଥିଲେ। ଆପୋଲୋ ଜଣେ ଜ୍ଞାନୀ ଲୋକ ଥିଲେ। କିନ୍ତୁ ଏଇ ସ୍ଥାନରେ ଆମେ ସ୍ପଷ୍ଟ ଭାବରେ ଜାଣୁଛୁ, ପଢି ଆମେ ବୁଝୁଛୁ, ସେ ଯୀଶୁଙ୍କର ମାର୍ଗ ଜାଣିଥିଲେ। କିନ୍ତୁ କେବଳ କାହାର ପ୍ରଚାର କରୁଥିଲେ? ଯୋହନଙ୍କର ପ୍ରଚାର କରୁଥିଲେ। କେବଳ ଯୋହନଙ୍କର ପ୍ରଚାର କରୁଥିଲେ। କିନ୍ତୁ ଯେତେବେଳେ ଆକ୍ୱିଲା ଏବଂ ପ୍ରିସ୍କିଲା ତାଙ୍କର ପ୍ରଚାର କଥା ଶୁଣୁଛନ୍ତି, ଆଉ ସେଇ ସମୟରେ ସେହି ଆପୋଲୋଙ୍କୁ ନିଜ ଗୃହକୁ ଆଣୁଛନ୍ତି। କିଏ? ଆକ୍ୱିଲା ଏବଂ ପ୍ରିସ୍କିଲା ନିଜ ଗୃହକୁ ଆଣୁଛନ୍ତି ଏବଂ ତାଙ୍କୁ ପ୍ରଭୁ ଯୀଶୁଙ୍କର ମାର୍ଗ ବିଷୟରେ ଭଲ ଭାବରେ ବୁଝେଇ ଦଉଛନ୍ତି। ଆପୋଲୋ ଜଣେ ସୁବକ୍ତା ଥିଲେ, ଜ୍ଞାନୀ ଲୋକ ଥିଲେ ଏବଂ ପ୍ରଭୁଙ୍କର ମାର୍ଗ ଜାଣିଥିଲେ। କିନ୍ତୁ ଯୀଶୁଙ୍କର ବାକ୍ୟ ସେ ପ୍ରଚାର କରୁନଥିଲେ। କେବଳ ଯୋହନଙ୍କର ବାକ୍ୟ ସେ ପ୍ରଚାର କରୁଥିଲେ। ଯଦିଓ ପ୍ରଚାର ଗୋଟେ ଭୁଲ କାମ କରିଥିଲେ, ଭୁଲ କଥା କହିଦେବ, ତେବେ ଆମେ କ'ଣ କରିଥାଉ? ସମାଲୋଚନା କରିଥାଉ। ସିଏ ଏଇଟା କହିଲା, ସେ ଜାଣିନାହିଁ, ବଢେଇକି ଆଉ ବକ୍ତା ହେଇଯାଉଛି, ବଢେଇକି ପ୍ରଚାରକ ହେଇଯାଉଛି, ବଢେଇକି ନାନା ପ୍ରକାର କଥା ଆମେ କହିଥାଉ। କିନ୍ତୁ ସେମାନେ ସେହି ପ୍ରକାର କଲେ ନାହିଁ। କିନ୍ତୁ ସେ ଆପୋଲୋଙ୍କୁ ନିଜ ଗୃହକୁ ଡାକି ତାଙ୍କୁ ସେ କ'ଣ କରୁଛନ୍ତି? ବୁଝେଇ ଦଉଛନ୍ତି, ଭଲ ଭାବରେ ବୁଝେଇ ଦଉଛନ୍ତି। ଯେତେବେଳେ ଆଉ ସେମାନେ ତାଙ୍କୁ ବୁଝେଇ ଦଉଛନ୍ତି, ସେଇ ସମୟରେ ସେ କ'ଣ ହଉଛନ୍ତି? ଶକ୍ତି ପ୍ରାପ୍ତ ହଉଛନ୍ତି, ଶକ୍ତିରେ ପରିପୂର୍ଣ୍ଣ ହଉଛନ୍ତି। ସେଥିପାଇଁ ଆଉ କହୁଛନ୍ତି, ଆପୋଲୋ କିଏ ଏବଂ ପାଉଲ କିଏ? ପାଉଲ ଯେ ପ୍ରକାର, ଆପୋଲୋ ମଧ୍ୟ ସେହି ଦିନ ଠାରୁ ସେହି ପ୍ରକାର ହେଲେ। ପ୍ରଭୁଙ୍କର ଆଉ ମାର୍ଗ ଜାଣିଥିଲେ, କିନ୍ତୁ ପ୍ରଭୁ ଯୀଶୁଙ୍କର ପ୍ରଚାର କରୁନଥିଲେ। କିନ୍ତୁ ଯେତେବେଳେ ଆକ୍ୱିଲା ଏବଂ ପ୍ରିସ୍କିଲା ଆଉ ସେ ଆପୋଲୋଙ୍କ ଗୃହକୁ ଡାକି ଗୃହ ମଧ୍ୟରେ ରଖି ପ୍ରଭୁଙ୍କର ମାର୍ଗ ବିଷୟରେ ସମସ୍ତ ତାଙ୍କୁ ଶିକ୍ଷା ଦେଲେ, ସେଇ ସମୟ ଠାରୁ ଆପୋଲୋ ଶକ୍ତି ପ୍ରାପ୍ତ ହେଲେ। ଆଉ ଆମେ ଦେଖୁଛୁ, ଆଉ ପାଉଲ କହୁଛନ୍ତି, ଆପୋଲୋ କିଏ, ପାଉଲ କିଏ? ଲୋକମାନେ କହୁଥିଲେ, ମୁଁ ଆପୋଲୋଙ୍କର ଲୋକ, ମୁଁ ପାଉଲଙ୍କର ଲୋକ। କିନ୍ତୁ ଆଉ ପାଉଲ କହୁଛନ୍ତି, ଆପୋଲୋ ଯାହା, ପାଉଲ ତାହା। ଆମମାନଙ୍କର ଜୀବନ ମଧ୍ୟରେ ଯଦିଓ ଆମେ ପ୍ରଭୁଙ୍କୁ ବାସ୍ତବ ଭାବରେ ଗ୍ରହଣ କରିଛୁ, ପରିବର୍ତ୍ତନର ଜୀବନ କାଟିଛୁ, ତେବେ ଆମେ ପ୍ରଭୁଙ୍କର ଲୋକମାନଙ୍କର ସେବା କରିବା, ପ୍ରଭୁଙ୍କର ବାକ୍ୟକୁ ପ୍ରଚାର କରିବା, ପ୍ରଭୁଙ୍କର ଆତ୍ମା ଅନ୍ୟମାନଙ୍କୁ ଠାରୁ ଆମେ ଲାଭ କରିବା, ଆତ୍ମା ଲାଭ କରିବା। ତେବେ ଆମେ ପ୍ରକୃତ ମନ ପରିବର୍ତ୍ତନର ଜୀବନ। ଯଦି ଆମେ ମନ ପରିବର୍ତ୍ତନ କରିଛୁ ବୋଲି ଆମେ ଆମେ ଯଦି ଧର୍ମଶାସ୍ତ୍ର ଅଧ୍ୟୟନ କରୁନଥିବା, ଆମେ ପ୍ରାର୍ଥନା କରୁନଥିବା, କେବଳ ବାହାରେ ଆମେ ଦେଖାଉଥିବା ଲୋକମାନଙ୍କର ବା ପ୍ରଭୁଙ୍କର ଲୋକମାନଙ୍କର ଆତିଥ୍ୟ କରିବା ନାହିଁ, କି ଅବା ଅନ୍ୟମାନଙ୍କୁ ପ୍ରଭୁଙ୍କର ବାକ୍ୟ କହି ଆତ୍ମା ଲାଭ ନ କରିବା, ମନ ପରିବର୍ତ୍ତନର ବାକ୍ୟ ନ ଦେବା, ତେବେ ମନ ପରିବର୍ତ୍ତନ ନ କରିବା, ତେବେ ପ୍ରକୃତରେ ଆମେ ସେହି ବାକ୍ୟରେ ଲେଖା ହେଲା ଭଳି ଆଉ ପ୍ରକୃତ ଜିହୁଦୀ ନା ଭିତରେ ସେମାନଙ୍କ ଅନ୍ୟଟା ରହିଅଛି।
आमने आज आमने समस्ते स्पष्ट भाव आमने जानुछु आमने प्रभुंकर संतान माने प्रभु आमने कहउछंती मन परिवर्तन कर कारण स्वर्ग राज्य सन्निकट। प्रिय बंधुगण आमनकर मन परिवर्तन करिवार आवश्यकता रही अछि। जदिओ आमनकर वेशभूषा परिवर्तन हुए आमनकर घर द्वार परिवर्तन हुए आमनकर कथा भाषा परिवर्तन हुए तेबे आमने से स्वर्ग राज्य रे प्रवेश करि पारिबा नाही। जदिओ आमनकर मन परिवर्तन होइछि आमनकर जीवन परिवर्तन होइछि तेबे आमने से स्वर्ग राज्य रे प्रवेश करिबाकू पारिबा। आ से प्रथम करंती 5:3-5 रे लिखा अछि आपोलो किए एवं पाउलो किए से माने तो सेवक मात्र किंतु प्रभुंकर सेवक मानंकु से दिन आज आस्किला एवं पिस्किलार जीवनी कथा प्रकाश करिबा पाए मु चाहिली। कारण से माने प्रकृति रे मन परिवर्तन करी प्रभु जीशु को त्राणकर्ता भाव ग्रहण करथिबा जगु से मानक द्वारा अन्य लोक माने कौन होउछंती परिवर्तन होउछंती। जने सुवक्ता जने प्रभुंकर दास आपोलो को मध्य से माने कौन करथिले सजाड़ देथिले से दिन आओ से आपोलो द्वारा अनेक लोक मन परिवर्तन करथिले पाउलों द्वारा अनेक लोक हजार हजार लोक मन परिवर्तन करथिले। सेथिपाए आज आमनकर जीवन मध्य जदि मन परिवर्तन करिबा नाही तेबे आमने स्वर्ग राज्यर अधिकारी हेबा नाही किबा जगत मध्य आमनकर मन जीव नाही जे आउ अन्य को आमने साहाय्य करिबा अन्य को आमने प्रेम करिबा आमनकर आचार को व्यवहार को आमने बदलाइबा एहा आमने करि पारिबा नाही। सेथिपाए दिन मानकरे कारण प्रभुंकर आगमन दिन अति सन्निकट आमने देखुछु जगतर समस्त परिस्थिति आ समय आसी पहुंची गला एही समय मध्य आमने कि प्रकार मन परिवर्तन करिबा आमने मुखरे किबा आमनकर कोनोसी विषय मन परिवर्तन न करी आमने प्रकृति रे हृदय सह मन परिवर्तन करिबा। मन परिवर्तन र कथा गोटे 2 मिनिट रे गोटे दीटा पद देकी मु समाप्त करिबाकू जीवी। माथ्यू 4:17 रे लिखा जायछि मन परिवर्तन कर कारण स्वर्ग राज्य सन्निकट। प्रभुंकर वाक्य आमन शिक्षा दिए मन परिवर्तन कर कारण स्वर्ग राज्य सन्निकट। लूक 13:3 रे लिखा जायछि आ मु पढ़े की डेरी करिबा पई चाहि नाही आ मन परिवर्तन कर नहले तुम माने कोन हबो विनष्ट हेबो। जदिओ आमने मन परिवर्तन करिबा नाही तेबे आगमनर समय आमे विनष्ट हेबा। सेथिबाई प्रभुंकर वाक्य आमनकु प्रकाश करी मन परिवर्तन कर नहेले तुमे माने कोन हेबो विनष्ट हेबो। मार्क 1:15 लिखा जायछि मन परिवर्तन कर एवं सुसमाचार रे कोन कर विश्वास कर। आ जदिओ आमनकर मन परिवर्तन न करी केवल सुसमाचार विश्वास करिबा ताहा हेबो नाही किंतु मन परिवर्तन जदि आमने करिछु सुसमाचार आमने कोन करिबा विश्वास करिबा। लूक 24:47 रे लिखा जायछि समस्त जाति निकट रे मन परिवर्तन रो घोषणा करो। प्रभु आमान को गोटे गोटे सैनिक करिसंती प्रभु गोटे गोटे तांकर संतान करिसंती आमाने मन परिवर्तन रो घोषणा करिबा पाए प्रभु आमान को कोन करिसंती मनोनीत करिसंती। आमाने मन परिवर्तन रो विषय रे प्रभुंकर विषय रे आमाने घोषणा करिबा पाए प्रभु आमान को आह्वान करिसंती। आ सेही प्रकार प्रेरित 3:19 रे लिखा जायछि मन परिवर्तन न करी मन परिवर्तन करो एवं तुमे कौन कर फेरी आस। जदि आमे पापरे अच्छु जदि आमे आ प्रभुंक ठारू दूर रे अच्छु जदि आमनकर जीवन मध्य प्रभुंकर आपण आपण हृदय मध्य स्थान देना हूँ तेबे आमने फेरिबा जीशुंक निकट को फेरिबा तेबे प्रभु आमान को ग्रहण करिवे एवं प्रभु तांकर राज्य रे आमान को स्थान देबे। धन्यवाद। जदिओ अल्प वाक्य रे जदि मु कहू
ଯଦି ଏ ପରିବର୍ତ୍ତନ ବିଷୟ ମୁଁ କହି ନ ଥାଇପାରେ ଏଇଠାରେ ଯଦି ମିଶି ନାହିଁ ତଥାପି ମତେ କ୍ଷମା କରିବେ ଏବଂ ଯାହା କହୁ କହୁ ଯଦି ଭୁଲ ହେଇଛି ତ୍ରୁଟି ହେଇଛି ତେବେ ମୋ ପ୍ରତି ପରିଲକ୍ଷିତ କରି କ୍ଷମା କରିବେ। ଆଉ ସମସ୍ତଙ୍କୁ ନମସ୍କାର, ଧନ୍ୟବାଦ। ମୁଁ ଅଳ୍ପ ସମୟ ପରେ ମୁଁ ଲେଫ୍ଟ କରିବି, ମତେ ବି କ୍ଷମା କରନ୍ତୁ। 5 ମିନିଟ୍ ଖଣ୍ଡେ ରହିବି, ତାପରେ ଲେଫ୍ଟ କରିବି। ବହୁତ ଧନ୍ୟବାଦ। ବହୁତ ଧନ୍ୟବାଦ ଆଣ୍ଟି। ମନ ପରିବର୍ତ୍ତନର ବିଷୟ, ସମସ୍ତ ବିଷୟ କମ୍ପ୍ଲିଟ କରିବା ପାଇଁ ସମୟର ଅଭାବ ଥିଲେ ମଧ୍ୟ ବହୁତ ସୁନ୍ଦର ଭାବରେ ପରିବର୍ତ୍ତନ ବିଷୟରେ କହିଲେ। ଷ୍ଟାର୍ଟିଂ ରେ ଦିନର ପରିବର୍ତ୍ତନ, ବସ୍ତ୍ରର ପରିବର୍ତ୍ତନ, ବିଭିନ୍ନ ପ୍ରକାର ପରିବର୍ତ୍ତନ, ଏହାଠାରୁ ମନ ପରିବର୍ତ୍ତନ, ଅନେକ ବିଷୟ ସ୍ଥାନରେ ଉପସ୍ଥାପନ କଲେ। କୌଣସି ଘୃଣା ହୋଇନାହିଁ। ସଂକ୍ଷିପ୍ତ ସମୟରେ ସବୁ କିଛି କମ୍ପ୍ଲିଟ କଲେ, କାରଣ ପ୍ରଭୁଙ୍କର ଉପସ୍ଥିତି ମଧ୍ୟରେ ପ୍ରଭୁଙ୍କର ଲୋକମାନେ ଯେତେବେଳେ ତାଙ୍କର ବାକ୍ୟକୁ ନେଇକି ଆସନ୍ତି, ନିଜେ ଭାବିଥାନ୍ତି ନାହିଁ ସମୟକୁ କିବା କି ପ୍ରକାର ବାକ୍ୟ ଉପସ୍ଥାପନ କଲି, ନିଜେ ମଧ୍ୟ ଭାବି ନଥାନ୍ତି। ପବିତ୍ର ଆତ୍ମା ତାହା ଉପସ୍ଥାପନ କରିଥାଏ। କେବଳ ମନ ପରିବର୍ତ୍ତନର ବାକ୍ୟ ସ୍ଥାନରେ ଉପସ୍ଥାପନ କଲେ। ପୁଣି ଆଉ 2 ବିଷୟ ମଧ୍ୟ ମୁଁ ଅନୁଭବ କଲି। ସତରେ ସମୟର ପରିବର୍ତ୍ତନ ହୁଏ, ବସ୍ତ୍ରର ପରିବର୍ତ୍ତନ ହୁଏ। ଆଧୁନିକ ଜଗତ ମଧ୍ୟରେ ଆମେ ବସବାସ କରୁ ଯେତେବେଳେ ଆମର ବାକ୍ୟ, ଆମର ଲୋକମାନେ ସେହିଦିନ ମନ ପରିବର୍ତ୍ତନର ସୁସମାଚାର କରୁଥିଲେ ଯୁବକ ଜହନ, କିନ୍ତୁ ଆମେ ପ୍ରଭୁଙ୍କ ସହିତ ଅଛୁ ସତ, ବେଳେ ବେଳେ ମନ ପରିବର୍ତ୍ତନ କରିବା ବଦଳରେ ବିଭିନ୍ନ ବିଷୟରେ ଆମେ ପରିବର୍ତ୍ତନ ଆଣୁ, କିନ୍ତୁ ମନ ପରିବର୍ତ୍ତନ ଆସିନଥାଏ। ପ୍ରଭୁ ଏ ସଂକିତ ବାକ୍ୟରେ ଗୌରବ ପାଆନ୍ତୁ। ପ୍ରଭୁଙ୍କର ଦାସୀଙ୍କୁ ମଧ୍ୟ ବହୁଳ ରୂପରେ ଆଶୀର୍ବାଦ କରନ୍ତୁ। ଆଗାମୀ ଦିନ ମାନଙ୍କରେ ତାଙ୍କର ବାକ୍ୟ ଦ୍ୱାରା ହିଁ ପ୍ରଭୁଙ୍କର ଦାସୀକୁ ବ୍ୟବହାର କରନ୍ତୁ, କାରଣ ତାଙ୍କର ବାକ୍ୟ ଅତି ଶକ୍ତିଯୁକ୍ତ ବାକ୍ୟ। ତେବେ ଏ ସଂକିତ ବାକ୍ୟ ଆଉ ସମୟ ମଧ୍ୟରେ ପ୍ରଭୁ ଗୌରବ ପାଇଛନ୍ତି। ପୁଣି ଆମମାନେ ମଧ୍ୟ ମନ ପରିବର୍ତ୍ତନ ବିଷୟକୁ ନେଇ ଅନେକ ବିଷୟ ଶିଖି ପାରିଲୁ। ପ୍ରଭୁ ଏଥିରେ ମଧ୍ୟ ଗୌରବାନ୍ୱିତ ହୁଅନ୍ତୁ। ତେବେ